ଏରକମ ପୁଅ ଆଉ ବାପା ତମକୁ କାହାରିକି ମୋ ପୁଅ ନମିଳୁ ଚାହୁଁଛି ସେ ବାହାରି ଯାଆନ୍ତୁ ଆଉ କିଛି ନା ମୋର ପଡ଼ିଲେ ମୋ ପଲାରେ ପଡ଼ିକି ମରିବି ଖାଇଲେ ମୋର ନ ଖାଇବି ମୋର ପଲାରେ ପଡ଼ିକି ମରିବି ସେ କେମିତି ମୋ ଘରେ ଯାଆନ୍ତୁ ରମା ଭଲ ବୋଲି ଗୋଟେ ଅଛି ସେ ଦୟା ପାଇକି ସେ ଦିଏ ଆମେ ସେଠି ଖାଆନ୍ତି ବାରେ ବାୟୁ ବାରେ ପାଣି ବାପା ଶବ୍ଦ ଆଉ 10 ମାସ 10 ଦିନ ଗର୍ଭ ଯନ୍ତ୍ରଣା ସହି ଯେଉଁ ମା ଜନ୍ମ କରିଥାଏ ଯେତେବେଳେ ଏଭଳି ପରିସ୍ଥିତି ଆସେ ସେ ବାପା ମା ବାରଣ୍ଡାକୁ ଯାଆନ୍ତି ବା ବାର ଦ୍ୱାର ଶୁଣ୍ଢି ପିଣ୍ଡା ହୁଅନ୍ତି ଯୋଉ କଥାରେ ଅଛି ଆମେ ସେ କଥାକୁ ପୁରା ଜ୍ୱଳନ୍ତ ଉଦାହରଣ ଦେଖାଇବୁ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାହିଁକି ଏ କଥା କହିଲୁ ଯେଉଁ ମା 10 ମାସ 10 ଦିନ ଗର୍ଭ ଯନ୍ତ୍ରଣା ସହି ଦୁଇଟି ପିଲା ଜନ୍ମ କଲା ପୁଅ ଜନ୍ମ କଲା ଆଉ ଯେଉଁ ବାପା ନିଜ ଝାଳକୁ ତୁଣ୍ଡରେ ମାରି ରକ୍ତକୁ ପାଣି କରି ପାଳି ପୋଷି ବଡ଼ କଲା ଶେଷରେ ବାରଣ୍ଡା ହିଁ ତାଙ୍କ ପାଇଁ ଗୋଟିଏ ବାଟ ହେଲା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏକ ପରିତ୍ୟକ୍ତ ଜାଗାରେ ବସିଛନ୍ତି ଜଣେ ବୁଢ଼ୀ ମାଉସୀ ଏବଂ ଜଣେ ବୁଢ଼ା ମଉସାଙ୍କର ଅବସ୍ଥା ଦେଖିଲେ ଆମକୁ ନିଜକୁ ମଧ୍ୟ ଖରାପ ଲାଗୁଛି ଯେ ଏଭଳି ଅବସ୍ଥାରେ ଜଣେ ବୁଢ଼ୀ ମାଉସୀ ଆଉ ମଉସା ବସିଛନ୍ତି ପୁରା ଘଟଣାକୁ ଯିବା ତମାମ ଘଟଣାକୁ ଯିବା ଆଲୋଚନା କରିବା କଣ ରହିଛି ଘଟଣା ମା କୁଆଡେ ଆସିଛନ୍ତି କଣ ଏଠି ବସିଥିବାର କଣ କାରଣ ବାବୁ କତିକି ଆଇଛି ମତେ ନ୍ୟାୟ ମିଳିବ କଣ ନ୍ୟାୟ କିନ୍ତୁ ସେ ଘରେ ବାହାରିକି ଆମେ ବୁଢା ବୁଢୀ ରହିବୁ ଆମେ ମରିଗଲା କଣ ହେଇଛି ମା କଣ ହେଇଛି ପୁଅ ବୋଉ ମତେ କାଢି ଦେଇଛନ୍ତି କେତେଟା ପୁଅ ଦୁଇଟା ପୁଅ କେତେ ବାହା ହେଇଛନ୍ତି ସମସ୍ତେ ବାହା ହେଇଛନ୍ତି ସମସ୍ତଙ୍କର ପୁଅ ଝିଅ ଅଛି ତାଙ୍କର ବି ପିଲା ଅଛନ୍ତି ଆଚ୍ଛା କଣ ହେଲା କେତେ ଦିନ ହେଲା ଏମିତି ବାହାରେ ବୁଲୁଛନ୍ତି 5-6 ମାସ ହେଲା ବାହାରେ ବୁଲୁଛି 5-6 ମାସ ହେଲା ବାହାରେ ବୁଲୁଛନ୍ତି କଣ ଖାଆନ୍ତି କେମିତି ରୁହନ୍ତି ମାଗିକି ଖାଏ ମାଗିକିରି ଖାଉଛନ୍ତି ଦୁଇଟି ପିଲା ଜନ୍ମ କରିକି ମାଗି ଖାଇଲେଣି ଆଚ୍ଛା ଏବେ ମେଘ ବର୍ଷାରେ ମାଗିକି ଆଣି ଦଉଛି ବୁଢା ଖାଉଛି ମୁଁ ଝଡି ଗଲା ଗୋଟେ ବଡ 4 ଦିନ ଝଡି କୋଉଠି ଥିଲେ ଏରକମ ପୁଅ ଆଉ ବାପା ତମକୁ କାହାରିକି ପୁଅ ନମିଳୁ ପୁଅ ନମିଳୁ ମା ଯୋଉ ଗର୍ଭ କଷ୍ଟ ନା ଇଏ କଷ୍ଟ କଣ ଚାହୁଁଛ ମା କଣ ଚାହୁଁଛି ସେ ବାହାରି ଯାଆନ୍ତୁ ଆଉ କିଛି ନା ମୋର ପଡ଼ିଲେ ମୋ ପଲାରେ ପଡ଼ିକି ମରିବି ଖାଇଲେ ମୋର ନ ଖାଇବି ମୋର ପଲାରେ ପଡ଼ିକି ମରିବି ସେ କେମିତି ମୋ ଘରେ ଯାଆନ୍ତୁ ମଉସା ବି ସେଇଆ ମଉସା ବି ମୋ କତିରେ ରହିବେ ବାପା କେତେ ବର୍ଷ ବୟସ ହେଲାଣି ମଉସାଙ୍କୁ ବର୍ଷ ହେଲାଣି ମଉସା ଶୋଇଛନ୍ତି କେତେ ମାସ ହେଲାଣି ବାହାରେ ବୁଲୁଛନ୍ତି କଣ ଖାଆନ୍ତି ରମା ଭଲ ବୋଲି ଗୋଟେ ଅଛି ସେ ଦୟା ପାଇକି ସେ ଦିଏ ଆମେ ସେଠି ଖାଆନ୍ତି ଏ ହାତ ଖଣ୍ଡିଆ କେମିତି ହେଲା ଔଷଧ ମାରିଲେଣି ବର୍ତ୍ତମାନ ଗୋଟିଏ କଥା ଯେ ବାପା ମା ଯୋଉ ଶବ୍ଦଟି କୋଉଠି ନା କୋଉଠି ଆଘାତ ଦଉଛି ସମସ୍ତଙ୍କୁ ଯେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ରହିପାରିଲେଣି ଆସିଛନ୍ତି ବର୍ତ୍ତମାନ ଦେଖା କରିବାକୁ ଗୋଟେ କଥା ଯେତେବେଳେ ଦୁଇଟି ପିଲା ଜନ୍ମ କଲା ପରେ ଏଭଳି ଅବସ୍ଥା ହେବାକୁ ପଡେ ଏଭଳି ଅବସ୍ଥାରେ ବଞ୍ଚିବାକୁ ପଡେ କୋଉଠି ନା କୋଉଠି ଏହା ଏକ ହୃଦୟ ବିଦାରକ ଘଟଣା ଆଉ ଏ ଘଟଣାକୁ ନେଇ ବର୍ତ୍ତମାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ବର୍ତ୍ତମାନ ବସିଥିଲେ ଧାରଣା ଦେଇଥିଲେ ଜଣେ 80 ବର୍ଷର ବୃଦ୍ଧା ମା ବର୍ତ୍ତମାନ ଆଲୋଚନା କରୁଛନ୍ତି ସାର୍ ଆଲୋଚନା କରୁଛନ୍ତି ମାଙ୍କ ସହିତ ଯଦି କହିବା କେମିତି ସେମାନଙ୍କୁ ଏଠି ଉଦ୍ଧାର କରାଯିବ ଏବଂ ସେ ତାଙ୍କୁ ନେଇ ସେଠାରେ ସୁରକ୍ଷିତ ରଖାଯିବ ସେ ନେଇ ବର୍ତ୍ତମାନ ଆଲୋଚନା କରାଯାଉଛି ତାର ଭିତରେ ଏ ବୁଢା ମଉସାଟି କାଗଜ ଧରିଛନ୍ତି ପିଣ୍ଡାରେ ପଡିଛନ୍ତି ତା ସହିତ ବ୍ୟାନର ମାରି ବସିଛନ୍ତି ଦେଖିବାର ବାକି ଯେ ପ୍ରକୃତ ବାରେ ବାୟୁ ଆଉ ପାରେ ପାଣି ବାପା ଶବ୍ଦ ଏବଂ ମାର ମାତୃତ୍ୱର ଶବ୍ଦ କେତେ କଠୋର ଆଉ ଏ ଲୁହ କେତେ ଭୟଙ୍କର ତାହା ସମୟ କହିବ ଆଉ ଦୁଇ ପୁଅଙ୍କୁ କେବେ ଏ ବାପା ମାଙ୍କୁ ଆପଣଉଛନ୍ତି ତାହା ମଧ୍ୟ ସମୟ କହିବ ଆମର ଯଦି ଅନୁରୋଧ ଏ ଦୁଇ ପୁଅ ଏ ଦୁଇ ବାପା ମାଙ୍କୁ ନେଇ ପାଖରେ ରଖନ୍ତୁ ଆଉ ପୁଣି ସୁଚାର ରୂପେ ତାଙ୍କ ପରିବାର ଚାଲୁ କେନ୍ଦ୍ରାପଡ଼ାରୁ ରାକେଶ କୁମାର ଲେଙ୍କା ଓଡ଼ିଶା ହସ୍ତ।